Hello champion, welcome to my YouTube channel Edu Engagement। ପିଲାମାନେ ଆଜି ଆମେ ଡିସ୍କସନ୍ କରିବା 2017 ମସିହା ଆଦର୍ଶ ଏକ୍ଜାମର ସାମାଜିକ ବିଜ୍ଞାନର କିଛି କ୍ୱେଶ୍ଚିନ୍ ରାଇଟ୍। ତ ଆମେ ପ୍ରଥମ କ୍ୱେଶ୍ଚିନ୍ ଦେଖିବା। ପ୍ରଥମ କ୍ୱେଶ୍ଚିନ୍ ଦେଲା କେଉଁ ପଶୁକୁ ମରୁଭୂମିର ଜାହାଜ କୁହାଯାଏ? ଅପସନ୍ ଦେଲା ଓଟ ନା ଘୋଡ଼ା ନା ଗଧ ନା ହାତୀ। ଆମେ ଜାଣିଛେ ମରୁଭୂମିରେ ସବୁଠାରୁ ଭଲ କିଏ ଚାଲେ? ଓଟ। ତ ସେଥିଲାଗି ଓଟକୁ କ'ଣ କୁହାଯାଏ ନା ମରୁଭୂମିର ଜାହାଜ ରାଇଟ୍। ଦେନ୍ ଯିବା ନେକ୍ସଟ କ୍ୱେଶ୍ଚିନ୍। ଗ୍ଲୋବ୍ ପରି କାହାର ଅବିକଳ ଆକୃତି ଅଛି? ଗ୍ଲୋବ୍ ପରି ଦେଖିବାକୁ କିଏ? ସୂର୍ଯ୍ୟ ନା ତାରା ନା ପୃଥିବୀ ନା ଚନ୍ଦ୍ର? ଆମେ ଜାଣିଛେ ଗ୍ଲୋବ୍ ପରି କିଏ ଦେଖିବାକୁ? ପୃଥିବୀ। କାରଣ ଆମେ ସମସ୍ତେ ଜାଣିଛେ ପୃଥିବୀଟା କେମିତି ଦେଖିବାକୁ? ଗ୍ଲୋବ୍ ପରି ରାଇଟ୍। ଦେନ୍ ଯିବା ନେକ୍ସଟ କ୍ୱେଶ୍ଚିନ୍। କେଉଁ ମଶା କାମୁଡ଼ିଲେ ଡେଙ୍ଗୁ ଜ୍ୱର ହୁଏ? କେଉଁ ମଶା କାମୁଡ଼ିଲେ ଡେଙ୍ଗୁ ଜ୍ୱର ହୁଏ? ପୁରୁଷ ଏନୋଫିଲିସ୍ ନା ମାଇ ଏନୋଫିଲିସ୍ ନା ଏଡିସ୍ ମଶା ନା କ୍ୟୁଲେକ୍ସ? ତ ରାଇଟ୍ ଆନ୍ସର କେଉଁଟା? ଡେଙ୍ଗୁ ଜ୍ୱର କେଉଁ ମଶା କାମୁଡ଼ିଲେ ହୁଏ? ଦ୍ୟାଟ୍ ଇଜ୍ ଏଡିସ୍ ମଶା, ଅପସନ୍ ସି। ଆଚ୍ଛା ମୋତେ କୁହ, ମାଇ ଏନୋଫିଲିସ୍ ମଶା କାମୁଡ଼ିଲେ କେଉଁ ରୋଗ ହୁଏ? ମାଇ ଏନୋଫିଲିସ୍ ମଶା କାମୁଡ଼ିଲେ ମ୍ୟାଲେରିଆ ରୋଗ ହୁଏ ରାଇଟ୍। ଆଚ୍ଛା ସେମିତି କ୍ୟୁଲେକ୍ସ ମଶା କାମୁଡ଼ିଲେ କେଉଁ ରୋଗ ହୁଏ? କ୍ୟୁଲେକ୍ସ ମଶା କାମୁଡ଼ିଲେ ଫାଇଲେରିଆ ହୁଏ ରାଇଟ୍। କିନ୍ତୁ ଏଠି ଆମର ଡେଙ୍ଗୁ ଜ୍ୱର ପାଇଁ କେଉଁ ମଶା କାମୁଡ଼ିଲେ ହୁଏ? ନା ମାଇ ଏନୋଫିଲିସ୍ ମଶା ରାଇଟ୍। ଦେନ୍ ଯିବା ନେକ୍ସଟ କ୍ୱେଶ୍ଚିନ୍। ପ୍ରାଚୀନ ଯୁଗରେ କେଉଁ ପକ୍ଷୀ ଦ୍ୱାରା ଖବର ପଠାଯାଉଥିଲା? ଆଚ୍ଛା ଏବେ ସିନା ତୁମର ସବୁ ହ୍ୱାଟ୍ସଆପ୍ ହେଇଗଲା, ଜିମେଲ୍ ହେଇଗଲା, ବାକି ଆଗରୁ କ'ଣ ସେଟା ଥିଲା କି? ମୋବାଇଲ ଫୋନ୍ ଥିଲା କି? ତ ଆଗରୁ ପୁଣି ଖବର କେମିତି ପଠାଇବା? କୁକୁଡ଼ା ଦ୍ୱାରା ନା ଘରଚଟିଆ ଦ୍ୱାରା ନା ପାରା ଦ୍ୱାରା ନା କାଉ ଦ୍ୱାରା? ତ ରାଇଟ୍ ଆନ୍ସର କେଉଁଟା? ଅପସନ୍ ବି ପାରା ଦ୍ୱାରା। ସେତେବେଳେ ପାରା ଦ୍ୱାରା ପାରା ଗୋଡ଼ରେ କ'ଣ କରୁଥିଲେ ନା ଗୋଟେ କାଗଜରେ ଯେକୌଣସି ଖବର ପଠାଇବାର ଥିଲା ତାକୁ ଲେଖିକି ତା ଦେହରେ ବାନ୍ଧିଦେବେ, ପାରାକୁ ଛାଡ଼ିଦେବେ, ପାରା ତାର ଯିବ, ଯାହା ପାଖକୁ ପଠିଆ ହେଇଥିବ ସେଠି ତାଙ୍କୁ ଖବର ଦେଇକି ଆସିବ ରାଇଟ୍। ଦେନ୍ ଯିବା ନେକ୍ସଟ କ୍ୱେଶ୍ଚିନ୍। ଭାରତର ସର୍ବୋଚ୍ଚ ନ୍ୟାୟାଳୟର ନାମ କ'ଣ? ସର୍ବୋଚ୍ଚ ନ୍ୟାୟାଳୟ ତାକୁ ଆମେ କ'ଣ କହିବା? ଦରାଜଙ୍କ ଅଦାଲତ ନା ଉଚ୍ଚତମ ନ୍ୟାୟାଳୟ ନା ଉଚ୍ଚ ନ୍ୟାୟାଳୟ ନା ଜିଲ୍ଲା ଅଦାଲତ? ତ ସର୍ବୋଚ୍ଚ ନ୍ୟାୟାଳୟ ତାମାନେ କେଉଁଟା ଆମର? ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟକୁ କ'ଣ କହିବା? ଉଚ୍ଚତମ ନ୍ୟାୟାଳୟ ରାଇଟ୍। ଉଚ୍ଚ ନ୍ୟାୟାଳୟ ନୁହଁ, ଉଚ୍ଚତମ ନ୍ୟାୟାଳୟ, ଯାହାକୁ ଆମେ ସୁପ୍ରିମକୋର୍ଟ କହୁଛେ। ଉଚ୍ଚତମ ନ୍ୟାୟାଳୟ କେଉଁଠି ଅଛି? ଦିଲ୍ଲୀରେ ଅଛି। ଆଚ୍ଛା ଆମ ଓଡ଼ିଶାର ନ୍ୟାୟାଳୟ କେଉଁଠି ଅଛି? କଟକରେ ଅଛି, ଯାହାକୁ ଆମେ ହାଇକୋର୍ଟ କହୁଛେ ରାଇଟ୍। ଆଚ୍ଛା ଦେନ୍ ଯିବା ନେକ୍ସଟ କ୍ୱେଶ୍ଚିନ୍। ଭାରତର ରାଜଧାନୀ କେଉଁଠାରେ ଅବସ୍ଥିତ? ଏଇଟା ତ ପୁରା ଇଜି କ୍ୱେଶ୍ଚିନ୍ ହେଇଗଲା। ଭାରତର ରାଜଧାନୀ କେଉଁଠି? ନୂଆଦିଲ୍ଲୀରେ ଅଛି ରାଇଟ୍। ଦେନ୍ ଯିବା ନେକ୍ସଟ କ୍ୱେଶ୍ଚିନ୍। ସୂର୍ଯ୍ୟାଲୋକ କେତୋଟି ରଙ୍ଗର ଆଲୋକକୁ ନେଇ ଗଠିତ? ଆଚ୍ଛା ଯେଉଁ ଦେଖିଥିବ ଯେଉଁ ଇନ୍ଦ୍ରଧନୁ ପଡ଼େ ରେନବୋ, ସେଥିରେ କେତେଟା କଲର୍ ଥାଏ? 7ଟା କଲର୍ ଥାଏ। କ'ଣ କ'ଣ? ବାଘ ନିଶ ହନାଲା, ବାଇଗେଣୀ, ଘନ ନୀଳ, ଜାଣିଛ ନା ନାହିଁ? ତ 7ଟା କଲର୍କୁ ନେଇକିରି କ'ଣ ସୂର୍ଯ୍ୟାଲୋକ ତିଆରି। ତ ଆନ୍ସର କେଉଁଟା? ଅପସନ୍ ଡି, ଦ୍ୟାଟ୍ ଇଜ୍ 7। ଲାଷ୍ଟ କ୍ୱେଶ୍ଚିନ୍ ଦେଖିବା। ନିମ୍ନ ମଧ୍ୟରୁ କେଉଁଟି ଗଙ୍ଗା ନଦୀର ଶାଖା ନୁହେଁ? ଗଙ୍ଗା ନଦୀର ଶାଖା ନୁହେଁ ମାନେ ଏଥିରୁ କେଉଁ ନଦୀଟା ଗଙ୍ଗା ନଦୀ ସହିତ ମିଶି ନାହିଁ ବା ଗଙ୍ଗା ନଦୀରୁ ଆସିନାହିଁ? କୋଶି, ଯମୁନା, ରବି, ଗଣ୍ଡକ। ଏମାନେ ସମସ୍ତେ କୋଶି, ଯମୁନା ଆଉ ଗଣ୍ଡକ ଏମାନେ ସମସ୍ତେ ଗଙ୍ଗା ନଦୀର ଶାଖା ଅଟନ୍ତି, କିନ୍ତୁ ରବି ନଦୀ ଏହା ଗଙ୍ଗା ନଦୀର ଶାଖା ନୁହେଁ। ତ ରାଇଟ୍ ଆନ୍ସର କେଉଁଟା? ଅପସନ୍ ବି, ଦ୍ୟାଟ୍ ଇଜ୍ ରବି ରାଇଟ୍। ତ ଏତିକି ଥିଲା ଆମର
ସାମାଜିକ ବିଜ୍ଞାନ କୋଶ୍ଚିନ୍। ଆଶା କରୁଛି କ୍ଲାସ୍ଟି ଭଲ ଲାଗିଥିବ। ଯଦି କ୍ଲାସ୍ଟି ଭଲ ଲାଗିଛି ଲାଇକ୍ କରିବେ, ସାଙ୍ଗମାନଙ୍କ ସହ ସେୟାର କରିବେ ଏବଂ କମେଣ୍ଟରେ ଜଣାଇବେ। ରହୁଛି। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।